मैं चैनल श्रद्धा तू तादरे दाग कौन आई ना ना से किछि नहीं से चा गला चा पड़गी हाथ टे लगी छै କିନ୍ତୁ ସେ ତ ପୋଡ଼ିଲା ଦାଗ ନୁହଁ ପାଇଁ କଣ ହେଇଛି ସବୁ ଠିକ ଅଛି ତ? हाँ भाई सब ठीक अच्छे ये कौन ना बेले बेले रिमोट टिके काम करे ताको चलेया पहले थरे दी थरा बाड़ेया को पड़े तापर बाड़ेले से काम ठीक से करे माना तो चा पियंतु अपन तापर जिबे ना मुझ खाग नहीं दे हेलो हाँ यार तू तो केते थर कहबी यार श्रद्धा अपन ସତ କଥା କହୁଛୁ ତୋର ଏ ଦାଗ କେମିତି ହେଲା? ରଙ୍ଗ ତତେ ବାଡା ବାଡି କରୁଛି ନା? भाई ये देश तो अधिकांश पुरुष स्त्री को मारुଛନ୍ତି हम हिंदू मान तो सौभाग्य ना और सामने मान हाथ में मार दे ଆରେ ତୁ ଇଏ କଣ କହୁଛୁ? भाई ये रंग देथिबा दाग न एटा आपण देथिबा दाग ମୁଁ ଦେଇଥିବା ଦାଗ भूली गले आपण सिबू बाहागर पूर्व केते रिक्वेस्ट करथिला आपण कि भाई मु तांको भलो पाउछु से मते तांको निजोटी मते बेसी भल पाउछु कि आपण सुनिलेनी कि बाहागर हबो तो मो पसंद रे हबो तो सेम कास्ट रे नहले लोक कोन कहिबे समाज कोन कहिबो जदि मु सीधा को बाहार जाऊ ना ताले बहुत खुशी रे ना मु बापा माँ घरे ଆପଣ ବାପା ମା ବୋଲି ମାନେ ଆପଣଙ୍କୁ ମୋ ଘରେ କିଛି ମିଳୁନି ଆଉ ଏବେ ଏମିତି ଆପଣ ଏତେ କାହିଁ ଚିନ୍ତା କର ଆଉ ଆପଣଙ୍କୁ ତ ଖୁସି ହେବା ଦରକାର ମୁଁ ତ ବ୍ରାହ୍ମଣ କାଷ୍ଟରେ ବାହା ହେଇଛି ଆଉ ତାରି ହାତରେ ହିଁ ମାଡ଼ କରୁଛି ନା ବର୍ଷ ବର୍ଷ ତଳେ ହେଇଥିବା ଭୁଲକୁ ତ ମୁଁ ଆଉ ବଦଳି ପାରିବିନି କିନ୍ତୁ ତତେ ଏଠି ଆଉ ଗୋଟେ ମିନିଟ୍ ବି ରହିବାକୁ ଦେବିନି ତତେ ମୋ ସାଙ୍ଗରେ ହିଁ ଯିବାକୁ ପଡ଼ିବ ଆଉ ଏବେ ଚାଲ କ'ଣ ତୁ ଆ କଥା ଛାଡ଼ ତୁ ଆମ ଘରକୁ ଚାଲ ତୁ ଯାହାକୁ ଚାହିଁବୁ ଯାହା ସାଙ୍ଗରେ ଚାହିଁବୁ ମୁଁ ତ ବାହାଘର କରିଦେବି ଚାଲ ମୋ ସାଙ୍ଗରେ ଆଉ ଯଦି ନ ହବୁ ତ କିଛି କଥା ନାହିଁ ତୁ ତୋ ଜୀବନ ଖୁସିରେ ବଞ୍ଚ ତତେ ଯେଉଁଥିରେ ଖୁସି ମିଳିବ ତୁ ସେଇଟା କର କିନ୍ତୁ ଆ ସାଙ୍ଗରେ ଆଉ ନହ ତୁ ଚାଲ ମୋ ସାଙ୍ଗରେ ଚାଲ ମୋର ବହୁତ ବଡ଼ ଭୁଲ ହେଇଯାଇଛି ତୋ ଭଳିଆ ଝାଟିଆ ଲୋକ ହାତରେ ମୋ ଭଉଣୀର ହାତ ମୁଁ ଟେକି ଦେଇଥିଲି କିନ୍ତୁ ଆଉ ନୁହଁ ମୋ ଭଉଣୀକୁ ମୋ ସାଙ୍ଗରେ ନେଇ तो मो स्त्री मो बिना परमिशन रे कुआडे जीवन ମୁଁ ସ୍ତ୍ରୀ ବନେଇକି ହିଁ ତୋ ସାଙ୍ଗରେ ତାକୁ ପଠେଇଦେଲି କିନ୍ତୁ ତୁ ଆକୁ ଚାକରାଣି ବି ଅଧିକ କରିଦେଇଛୁ एटा हम स्वामी स्त्री मैटर आमे बुझिबो आपन को आदरे मुंड पुरिया दरकार नै तथा भीतर चलो मोर तम सार किछि कथा अछि तथा कहलिया भीतर चलो बोली सुनिबनु ଖବରଦାର ଯଦି ହାତ ଲଗେଇବୁ ତ ମୋଠୁ ଖରାପ କେହି ହେବେନି ଏଇଟା ଭାବିବୁନି କି ମୋ ଭଉଣୀର ଦୁନିଆରେ କେହି ନାହିଁ ବୋଲି ଏବେ ବି ତା ଭାଇ ବଞ୍ଚ ଆଉ ଯଦି ତୁ ତାକୁ ହାତ ଲଗେଇବୁ ତୋର ଏ ହାତ କାଟିକି ଆର ହାତରେ ଧରେଇବୁ ଆଉ ହଁ ଆପରେ କୋର୍ଟରେ ଦେଖା ହବ ଚାଲ